କୋଉଠି ତ୍ରୁଟି ରହିଛି ସେଟା ଅନୁସନ୍ଧାନ ହଉ। ଭବିଷ୍ୟତରେ ଆଉ ଗୋଟେ ବିପଦ ଏସବୁ ଆସିବ ବୋଲି ନ ଆସିବ ବୋଲି କିଏ କହିବ? ଆଉ କୋଉମାନେ ଅବହେଳା କରିଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବ। ଭାବୁଛି ମେଡିକାଲ କେସଟାରେ ଏକ୍ସପାୟାରରେ କିଛି ଅବହେଳା ହବନି, କାରଣ ଏଟା ଅନ୍ୟ ଘଟଣା। ବେଶୀ ଦଣ୍ଡ ପାଇବା ନିହାତି ଦରକାର। ଓକେ 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 ତ ପୁରା ପୋଡି ଯାଇଛି ଦେଖିଲି କେମିତି ନିଆଁ ଲାଗିଲା ସେଟା ଅନୁସନ୍ଧାନ କଲେ ଜଣା ପଡିବ। ଆଇସିୟୁରେ ଅବସ୍ଥା ହୁଏ ମେଡିକାଲ ଅବସ୍ଥା ଯାହା ଅନୁମାନ କରିବ। ଏଭଳି ଦୁର୍ଘଟଣା ଆଇସିୟୁରେ ମୁଁ ଦେଖିବା ବୁଝିଲା ଆଇସିୟୁଟାକୁ ଅତି କେୟାରଫୁଲି କରାଯାଏ। ଆଉ ସବୁ ଯାକ ପେସେଣ୍ଟ ଭେଣ୍ଟିଲେଟର ଥିଲେ ନିଆଁ ଲାଗିଛି। ଏଇଟା ଯୋଉ ସ୍ଥିତି ଅଛି ଏଠି ଜଣା ପଡୁନି କଣ ଦୋଷ ଥିଲା, କୋଉଠି ହେଇଛି କଣ ହେଇଛି କି ଜଣା ପଡୁନି। ଡିଟେଲ ଅନୁସନ୍ଧାନ କରାଯିବ ଯାଇକି ଜଣା ପଡିବ ଯେ ପ୍ରକୃତରେ ତ୍ରୁଟିଟା କୋଉଠି ରହିଛି। ସେଟା ନିଶ୍ଚିତ ଯୋଉମାନେ ଦାୟିତ୍ୱରେ ଥିଲେ ବିଜୁଳି କଥା ବୁଝାବୁଝି କରୁଥିଲେ, ଆଇସିୟୁ କଥା ବୁଝାବୁଝି କରୁଥିଲେ, ତାଙ୍କ ଭିତରେ ଯୋଉମାନେ ଦୋଷୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ। ଏହା ପୂର୍ବରୁ ମୁଁ କାଲି ଯୋଉମାନଙ୍କ ସାଙ୍ଗରେ କଥା ହେଇଥିଲି ସରକାରୀ ଅଫିସର ମାନଙ୍କ ସାଙ୍ଗରେ ଭୁବନେଶ୍ୱର, ମୁଁ କହିଥିଲି ଯେ ମେଡିକାଲ କଲେଜର ସବୁ ୱାର୍ଡକୁ ପିକନିକ ଭାବରେ କାଉଣ୍ଟ କରିବ, ସବୁ ୱାର୍ଡକୁ ପିକନିକ ଭାବରେ କାଉଣ୍ଟ କରିବ। ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ମଧ୍ୟ କଥା ହେଇଥିଲି, ତାଙ୍କୁ ଜଣେଇଥିଲି। ସେ ଗୋଟେ କମିଟି କରିଛନ୍ତି, ସେ କମିଟିଟା ମୁଁ କହିଲି କମିଟିଟା ବୁଲିକିରି ସବୁ ୱାର୍ଡକୁ ପିକନିକ ଭାବରେ କାଉଣ୍ଟ କରିବ। କେବଳ ଆଇସିୟୁ ନୁହଁ, ଜେନେରାଲ ୱାର୍ଡ ଆଇସିୟୁ, କୋଉଠି ପାଣି ଅସୁବିଧା ଅଛି, କୋଉଠି ବିଜୁଳି ଅସୁବିଧା ଅଛି, କୋଉଠି ତ୍ରୁଟି ରହିଛି ସେଟା ଅନୁସନ୍ଧାନ ହଉ। ଅନୁସନ୍ଧାନ କରିବା ପାଇଁ ମାତ୍ର 4 ଦିନ ଭିତରେ ସବୁ ୱାର୍ଡର ଟେକ୍ନିକ ଅନୁସନ୍ଧାନ ନହେଲେ ଭବିଷ୍ୟତରେ ଆଉ ଗୋଟେ ବିପଦ ଏସବୁ ଆସିବ ବୋଲି ନ ଆସିବ ବୋଲି କିଏ କହିବ? ସେଟା ସମସ୍ତଙ୍କ ପାଇଁ ବର୍ତ୍ତମାନ ଚିନ୍ତାର ବିଷୟ। କ୍ରିମିନାଲ ଡିମାଣ୍ଡ ତ ହବ, ଆଉ କୋଉମାନେ ଅବହେଳା କରିଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବ। ଚିହ୍ନଟ କଲା ପରେ ଯାଇକି ତାଙ୍କ ଉପରେ ଆକ୍ସନ ନିଆଯାଇପାରିବ। ଚିହ୍ନଟ ପର୍ଯ୍ୟନ୍ତ ଆରମ୍ଭ ହେଇନି ବୋଧେ। ମୁଁ ଭାବୁଛି ମେଡିକାଲ କେସଟାରେ ଏକ୍ସପାୟାରରେ କିଛି ଅବହେଳା ହବନି, କାରଣ ଏଟା ଅନ୍ୟ ଘଟଣା। ବେଶୀ ଦଣ୍ଡ ପାଇବା ନିହାତି ଦରକାର। ଓକେ ଓକେ ଓକେ